କୁନି ଝିଅଙ୍କ 21 ଧୁମଧାମ ପାଳନ କରିଥିବାର ନଜର ଆସିଛନ୍ତି ଏଲିପାଢ଼ୀ। ତାହେଲେ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଏଲିପାଢ଼ୀ ମା ହୋଇଛନ୍ତି, ତାଙ୍କର ଗୋଟିଏ କନ୍ୟା ସନ୍ତାନଟିଏ ଜନ୍ମ ନେଇଛନ୍ତି। ଆଉ ଏବେ କୁନି ଝିଅ ସହିତ ନଜର ଆସିଛନ୍ତି ଏଲି। ସୋସିଆଲ ମିଡ଼ିଆରେ ତାଙ୍କ ଝିଅଙ୍କ 21 ପାଳନ କରିଥିବାର ଦେଖାଦେଇଛନ୍ତି ଏଲିପାଢ଼ୀ। ଆଉ ଏହି 21 ପାର୍ଟିରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରିଟି ମାନେ ଯୋଗ ଦେଇଥିବାର ନଜର ଆସିଛନ୍ତି। ତାହେଲେ ଏଲିପାଢ଼ୀ ଦୀର୍ଘ ଦିନ ହେବ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିଲେ, କିନ୍ତୁ ମା ହେବା କାରଣରୁ ଗତ ବର୍ଷ ସେ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ପ୍ରାୟ 1 ବର୍ଷ ହେବ ସେ ଆଉ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ନଜର ଆସିନାହାନ୍ତି। ତାହେଲେ ଗତ ଦିନମାନଙ୍କରେ ମା ହୋଇସାରିଛନ୍ତି ଏଲିପାଢ଼ୀ, ତାଙ୍କର ଗୋଟିଏ କନ୍ୟା ସନ୍ତାନଟିଏ ଜନ୍ମ ନେଇଛନ୍ତି। ଆଉ କୁନି ଝିଅଙ୍କୁ ଧରି ଏବେ ଏଲିପାଢ଼ୀ ବହୁତ ଖୁସିରେ ରହିଛନ୍ତି। ତାହେଲେ ଦୀର୍ଘ 4 ବର୍ଷ ପରେ ବା ବାହାଘରର 4 ବର୍ଷ ପରେ ମା ହୋଇଛନ୍ତି ଏଲିପାଢ଼ୀ। ଏଲିପାଢ଼ୀଙ୍କ ବାହାଘର 4 ବର୍ଷ ପୂର୍ବେ ହୋଇଥିଲା। ଆଉ ବାହାଘର ପରେ ଏଲିପାଢ଼ୀ ଓଡ଼ିଆ ଶୋରେ କାମ କରୁଥିବାର ନଜର ଆସିଛନ୍ତି। ଓଡ଼ିଆ ସିରିଏଲ୍, ଓଡ଼ିଆ ରିଆଲିଟି ଶୋ ଓ ବହୁତ ସାରା ଓଡ଼ିଆ ଶୋରେ ଆଙ୍କରିଂ କରୁଥିବାର ବି ମଧ୍ୟ ଦେଖାଦେଇଛନ୍ତି ଏଲିପାଢ଼ୀ। ତାହେଲେ ଏବେ ମା ହୋଇସାରିଛନ୍ତି ଏଲିପାଢ଼ୀ, ତାଙ୍କର ଗୋଟିଏ କନ୍ୟା ସନ୍ତାନଟିଏ ଜନ୍ମ ନେଇଛନ୍ତି। ଆଉ ଝିଅଙ୍କ 21 କରିଥିବାର ଦେଖାଦେଇଛନ୍ତି ଓଲିଉଡ୍ ଏହି ଜବରଦସ୍ତ ଅଭିନେତ୍ରୀ ଏଲିପାଢ଼ୀ। ଆଉ 21 ପାର୍ଟିରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ବହୁତ ସାରା ସେଲିବ୍ରିଟି ମାନେ ସମସ୍ତେ ଯୋଗ ଦେଇଥିବାର ନଜର ଆସିଥିଲେ। ଆଉ ସମସ୍ତେ ଏହି 21 ପାର୍ଟିରେ ବହୁତ ସାରା ମଜାମସ୍ତି ଓ ଭରପୁର ଏନ୍ଜୟ କରିଥିବାର ଦେଖାଦେଇଥିଲେ। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଏଲିପାଢ଼ୀଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ, ତାଙ୍କ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତାହେଲେ ଆପଣମାନଙ୍କୁ ଏଲିପାଢ଼ୀ କେମିତି ଲାଗନ୍ତି, ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆଉ ତାଙ୍କ କୁନି ଝିଅ ଆପଣମାନଙ୍କୁ କେମିତି ଲାଗୁଛନ୍ତି, ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଇଭଳି ଅଲିଉଡ୍ ସମ୍ବନ୍ଧିତ ଟିକିନିକି ଖବର ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।